हेलो। नमस्कार। आज मैं डिस्कशन करवा अबाउट स्टॉक मार्केट। जो मैंने स्टॉक मार्केट रे काम करूचंती बा लगातार काम करूचंती देखा जाଉଛି ओडिसा रे नो इंडिया भितर मैक्सिमम ट्रेडर आपणकर स्टॉक ऑप्शन ने स्टार्ट करूचंती ଯାହାକି ନିଫ୍ଟି ହେଲା ସେନ୍ସେକ୍ସ ହେଲା ବ୍ୟାଙ୍କ ନିଫ୍ଟି ହେଲା ଏଇ ଟାଇପର ଅପସନ ଟ୍ରେଡିଂ କରୁଛନ୍ତି। ଯୋଉ ନ୍ୟୁ ଟ୍ରେଡର୍ସ କମ୍ କରୁଛନ୍ତି ସେମାନେ ଅପସନ ଟ୍ରେଡିଂ କରୁଛନ୍ତି। ଏବାଉଟ ଷ୍ଟକ୍ ଅପସନ ଆଉ ଅପସନ ଭିତରେ ଜାଣିବାର ଆବଶ୍ୟକ ଅଛି ନିହାତି ଭେରି ଇମ୍ପୋର୍ଟାଣ୍ଟ ଟପିକ୍ସ ଓକେ ଜାଣିବା ଦରକାର। ଦେଖନ୍ତୁ କୌଣସି ଯେତିକି ବି ନଲେଜ ନେଲେ ଷ୍ଟକ୍ ମାର୍କେଟ ତିଷ୍ଠିବା ପାଇଁ ଆପଣଙ୍କୁ ମିନିମମ୍ 5-6 ବର୍ଷର ଏକ୍ସପିରିଏନ୍ସ ଦରକାର। ୱିଦାଉଟ୍ ଏକ୍ସପିରିଏନ୍ସ ୱିଦାଉଟ୍ ନଲେଜରେ ଯଦି ଆପଣ କାମ କରିବେ ମାର୍କେଟରେ ନିଶ୍ଚିତ ଭାବରେ ଆପଣ ଲସ୍ କରିବେ ଓକେ। ତେଣୁ ଯେଉଁମାନେ କାମ କରୁଛନ୍ତି ଷ୍ଟକ୍ ଅପସନରେ ଜାଣିବା ଦରକାର about ଷ୍ଟକ୍ ଅପସନ ଆଉ ଅପସନ ଟ୍ରେଡିଂ। ଅପସନ ଟ୍ରେଡିଂ ଯେଉଁମାନେ ନର୍ମାଲି କରୁଛନ୍ତି ଯୋଉ ହେଲା ନିଫ୍ଟି ହେଲା କିମ୍ବା ସେନ୍ସେକ୍ସ ହେଲା ଯାହାର କି ଏକ୍ସପାୟରି ହେଉଛି 7 ଡେଜ୍ ଷ୍ଟକ୍ ର ଏକ୍ସପାୟରି ହେଉଛି ପାଖାପାଖି 30 ଡେଜ୍ ମନ୍ଥଲି ଏକ୍ସପାୟରି। ତେଣୁ ଯୋଉମାନେ ଅପସନ ଟ୍ରେଡିଂ କରୁଛନ୍ତି ନର୍ମାଲି ସେମାନେ ନିଫ୍ଟି ହଉ ସେନ୍ସେକ୍ସ ହଉ ଯୋଉମାନେ ଷ୍ଟକ୍ ଟ୍ରେଡିଂ କରୁଛନ୍ତି ସେଠି ଭେରି ଇମ୍ପୋର୍ଟାଣ୍ଟ ଟପିକ ହଉଛି ଥିଟା ଟିକେ ଆପଣଙ୍କୁ ଏଠି ଲସ୍ ର ଚାନ୍ସ ବଢେଇଦବ। କାହିଁକିନା ଏଭ୍ରି ଯଦି 5 ଦିନ ଯଦି 100% ଗୋଟା ମାନେ କରନ୍ତୁ 100 ପ୍ରାଇସ୍ କୁ ଯଦି 7 ଡେଜ୍ ତ କାମ ହଉନି ମାର୍କେଟରେ ପାଖାପାଖି 5 ଡେଜ୍ ସୋମବାର ମଙ୍ଗଳବାର ବୁଧବାର ଗୁରୁବାର ଶୁକ୍ରବାର ପର୍ଯ୍ୟନ୍ତ କାମ ହଉଛି ତା ଭିତରେ ବି ଛୁଟି ହେଇଯାଉଛି ପାଖାପାଖି 5 ଡେଜ୍। 5 ଡେଜ୍ ରେ ସେଠି ଯଦି 100 ଟଙ୍କା ହଉଛି ଆପଣଙ୍କ ଗୋଟେ ସେୟାର ପ୍ରାଇସ୍ ନିଫ୍ଟି ହଉ କିମ୍ବା ସେନ୍ସେକ୍ସ ହଉ ଭେରି ଇମ୍ପୋର୍ଟାଣ୍ଟ ଏଠି ମର୍ଜ କରୁଛି ଥିଟା ଡିକେ। କାହିଁକି ନା ଏଠି ଥିଟା ଡିକେର ଚାନ୍ସ ଆପଣଙ୍କ ପାଇଁ ପର ଡେ 15-20% ଭ୍ୟାରି କରୁଛି 15-20% ଭ୍ୟାରି କରୁଛି ଯୋଉଟା କି ଆପଣଙ୍କ ସାଇକୋଲୋଜି କି ବ୍ରେକ୍ କରୁଛି ଥିଟା ଡିକେ। ଆପଣଙ୍କ ଆନାଲିସିସ୍ ରାଇଟ୍ ହେଇପାରେ ଆପଣ ମାଇଣ୍ଡ ମେକଅପ୍ କରୁଛନ୍ତି ମୁଁ ଡେଲି 2% 3% 5% ମାର୍କେଟରୁ ନେଇ କ୍ୱିଟ୍ କରିଯିବି ବଟ୍ ସେଇ ଯୋଉ ଥିଟା ଡିକେଟା ଆପଣଙ୍କୁ କେବେ ବି ସେଇଟା କରିବାକୁ ଦବନି। ଆପଣ ରାଇଟ୍ ଏଣ୍ଟ୍ରି କରିଥିବେ ଏକାଥରେ ଥିଟା ଡିକେ ହବ ଆପଣଙ୍କର ପୁଣି ଲୁଜକୁ ଆସିଯିବ। ଯାଉ ଯୋଉମାନେ କହୁଛନ୍ତି ଷ୍ଟପ୍ ଲସ୍ ଦବା ଷ୍ଟପ୍ ଲସ୍ ଆପଣଙ୍କ ମାଇଣ୍ଡରେ ରଖିବା ଦରକାର ନା ଷ୍ଟପ୍ ଲସ୍ ଯଦି ସିଷ୍ଟମରେ ଦବା ଦେଖନ୍ତୁ ଆପଣ ଯଦି 100 ରୁପିଜ ଗୋଟେ ସେୟାର କିଣିଲେ ଆପଣ ଯଦି 30 ପଏଣ୍ଟ ଯଦି ଷ୍ଟପ୍ ଲସ୍ ମାନି ନିଅନ୍ତି ପର ଡେ ହିସାବରେ ଯଦି ଫାର୍ଷ୍ଟ ଡେ ଆପଣଙ୍କର 30 ପଏଣ୍ଟ ଷ୍ଟପ୍ ଲସ୍ ଯାଏ ଆପଣଙ୍କ 100 ରୁପି ପ୍ରାଇସ୍ ଟା 70 କି ପଳେଇ ଆସିବ। ନେକ୍ସଟ ଡେ ଯଦି ଆପଣ ପୁଣି ସେଇ 30 ପଏଣ୍ଟର ଷ୍ଟପ୍ ଲସ୍ ଦେବେ ତାହେଲେ କେତେ ହେଇଗଲା ଆପଣଙ୍କର 30 ପ୍ଲସ୍ ଗଲା 40 ରୁପିଜ। ଥାର୍ଡ ଡେ ଯଦି ଷ୍ଟପ୍ ଲସ୍ ହିଟ୍ କଲା ଆପଣଙ୍କ ପାଖରେ ରହିବ 10 ରୁପିଜ। ତେଣୁ ଷ୍ଟପ୍ ଲସ୍ ଟା ଆପଣ ମାଇଣ୍ଡରେ ରହିବା ଦରକାର। ଆପଣ ଭାବିଦେବେ ଛାଡିଦେବେ ମାର୍କେଟରେ ଷ୍ଟପ୍ ଲସ୍ ଦେଇ ସେ ଅଟୋମେଟିକ ଷ୍ଟପ୍ ଲସ୍ ହେଇଯିବ। ଦେଖନ୍ତୁ ଏଭ୍ରି ଡେ ଯଦି ଷ୍ଟପ୍ ଲସ୍ ହଏ ଆପଣ କ୍ୟାପିଟାଲ ଜିରୋ ହବାର ବି ଚାନ୍ସ ରହୁଛି। ଭେରି ଇମ୍ପୋର୍ଟାଣ୍ଟ ହଉଛି about stock option and option tradings। stock option ଆଉ ନିଫ୍ଟି ହେଲା ସେନ୍ସେକ୍ସ ହେଲା ଆ ବିଷୟରେ ଡିସ୍କସ କରିବା what are the reasons why the people are lost in the stock market in the option trading ରେ କଣ ପାଇଁ ଲୋକ ଲସ୍ କରୁଛନ୍ତି। ଯୋଉ ନ୍ୟୁ ଟ୍ରେଡର ଆସନ୍ତି 1 or 2 years ନଲେଜ ନେଇ ଆସନ୍ତି କିମ୍ବା 6 ମାସ 7 ମାସ ୟୁଟ୍ୟୁବ ହେଲା କୌଣସି କୋର୍ସ ଗୋଟେ 4,000 5,000 20,000 ଦେଇ ଶିଖିଗଲା ପରେ ସେମାନେ ଯୋଉ ପଳେଇ ଆସନ୍ତି ଭାବନ୍ତି ଏଠି ରାତାରାତି କୋଟିପତି ହେଇଯିବେ। ଦିସ୍ ଇଜ ଦ ଇମ୍ପସିବଲ ଇନ୍ ଦ ମାର୍କେଟ କେବେ ବି ସେଇଟା ହେଇପାରିବନି ଅସମ୍ଭବ ସେଇଟା ଆପଣଙ୍କ ଲାଇଫରେ। କାରଣ ଆପଣ ମାର୍କେଟକୁ ପଢିବାକୁ ପଡିବ ମାର୍କେଟକୁ ଜାଣିବାକୁ ପଡିବ ଜାଣି ସାରିଲା ପରେ ଆପଣ ପ୍ରଫିଟେବଲ ହେଇପାରିବେ। ଆପଣ 1 ଇୟର କିମ୍ବା 2 ଇୟରରେ କେବେ ଆପଣ ପ୍ରଫିଟେବଲ ହେଇପାରିବେ ନାହିଁ ମାର୍କେଟ ଏଇଟା ବି ରିମାଇଣ୍ଡ କରନ୍ତୁ ସବୁବେଳେ। ଯୋଉମାନେ ଷ୍ଟକ୍ ଅପସନ କରୁଛନ୍ତି ଭେରି ଇମ୍ପୋର୍ଟାଣ୍ଟ ଥିଙ୍ଗସ ସବୁବେଳେ ନଜରରେ ରଖିଥିବେ। ଦେଖନ୍ତୁ ଗୋଟେ ଥିଟା ଟିକେ ଆପଣ 5 ଡେରେ 100 ପଏଣ୍ଟସ 100 ଭ୍ୟାଲୁକୁ ଜିରୋ କରିଦବ ସୋ ଇଟ୍ ଇଜ ଦ ଭେରି ରିସ୍କ ଥିଟା ଯାହାକି ଆପଣ ସାଇକୋଲୋଜି କି ଆପଣ ଯେତେବେଳେ ଟ୍ରେଡ ନଉଛନ୍ତି ଆପଣ ସାଇକୋଲୋଜି କି ଅନବାଲାନ୍ସ କରିଦବ ବ୍ରେକଆଉଟ କରିଦବ ଯାହାଦ୍ୱାରା ଆପଣ ବେଳେ ବେଳେ ଓଭର ଟ୍ରେଡିଂ କରି ଆପଣଙ୍କ କ୍ୟାପିଟାଲ ଲୁଜ କରିବେ ଧୀରେ ଧୀରେ ଓଭର ଟ୍ରେଡିଂ ର ମାଇଣ୍ଡ ଆସିବ
ଆପଣ ଦେଖନ୍ତୁ ଓଭର ଟ୍ରେଡିଂ ର ସମୟ ଆସିଯିବ, ଆପଣ ରିକଭରି ର ଆଶା ରହିବ, ରିକଭରି ଆଶା ରହି ରହି ଆପଣ ଡେଲି ଲସ୍ କୁ ଅଟୋମେଟିକ ପଳେଇବେ। ये भी जिनिस नो एनी institutions in stock market they can give you profitable trader, they can make you profitable traders because ଆପଣ ସିନା କୋର୍ସ କରିଦେଲେ, କୋର୍ସ କରିଲା ସାଇଲା ପରେ ଆପଣ ଲାଇଭ ଟ୍ରେଡ କରିବେ ମାନେ ଆପଣ ନିଜେ କରିବେ ଆପଣଙ୍କ କ୍ୟାପିଟାଲ। ପେପର ଟ୍ରେଡିଂ ରେ ସମସ୍ତଙ୍କୁ ବହୁତ କିଛି ଭଲ ଲାଗେ, ପେପର ଟ୍ରେଡିଂ ରେ ସବୁବେଳେ ଆପଣ ହିରୋ ହେଇଯିବେ, ବଟ୍ ରିଅଲ ମାର୍କେଟରେ ଯେତେବେଳେ ଟ୍ରେଡ କରିବେ ଆପଣଙ୍କର ଇମୋସନ, ଆପଣଙ୍କ ନଲେଜ ସବୁ କିଛି ଏଠି ଦବାକୁ ପଡିବ। ଏନି ଡିଷ୍ଟର୍ବ ଯଦି ଟିକେ ବି ଡିଷ୍ଟର୍ବ ହୁଅନ୍ତି ତାହେଲେ ଏଠି ବି ଲସ୍ କରିବାର ଚାନ୍ସ ରହିବ। ଡିସିପ୍ଲିନ ବ୍ରେକ୍ କରିବେ ଆପଣ ମାର୍କେଟରେ ପନିଶମେଣ୍ଟ ହେଉଛି ଲସ୍। ଯୋଉମାନେ ଷ୍ଟକ୍ ରେ ଟ୍ରେଡିଂ କରୁଛନ୍ତି ଦେଖିବା ମନ୍ଥଲି ବେସିସରେ ସେମାନେ ଓଭରଅଲି ପ୍ରଫିଟେବଲ, ବିକଜ କାରଣ ଷ୍ଟକ୍ ରେ ଟ୍ରେଡିଂ କଲେ ଆପଣଙ୍କର ଥିଟା ଡିକେଟା पर डे 2 ରୁ 3% पर परसेंट ଭିତରେ मैक्सिमम 5% ହେଇପାରେ, बट निफ्टी सेंसेक्स एथिरे जदि अपन ट्रेड करिवे फास्ट होची दे प्रीमियम जहाँ प्रीमियम 100 रुपीज 200 रुपीज 200 रुपीज का रिस्क नहीं, रिस्क रिवार्ड नहीं, आपण 20% डेली थीटा डिकेर चांस नहीं काम करूछंती। कारण आपण भाबंतु केते ठीक थीटा डिकेर पोजीशन रहउछ ऑटोमेटिक टाइम अनुसार थीटा डिके जो मान जानि नथेबे से माने जानंतु टाइम अनुसार आपण पैसा का वैल्यू ऑटोमेटिक कमिवो। सो बट हाई वैल्यू 100 रुपीज 200 ऊपर 300 रुपीज सेंसेक्स तो गोटे गोटे स्टॉक रो प्राइस पाखापाखि सेंसेक्स गोटे गोटे शेयर प्राइस 200 300 500 केते रिस्क आपण जानो। बट सम स्टॉक्स स्टॉक ऑप्शन ने कण 1 मंथ रो आपनकर एक्सपायरी रहउची, एक मास रो एक्सपायरी, एक्सपायरी रे थीटा डिका हवा को टाइम लगे थाए, ते मास लगे थाए। और स्टॉक ऑप्शन ने मैक्सिमम 100 भितर सब मैक्सिमम प्राइस मिल जाए, कोडी 14 टंका 15 टंका 30 टंका ए टाइप रो ताकू थीटा डिके करिया पे 1 मंथ लागिवो। यदि आपनकर माने करंतु 30 टंका रे कोनोसी स्टॉक रो ना कहूनी ट्रेड करूचंती, स्टॉक रे 30 टंका इन्वेस्ट करूचंती पर शेयर हिसाब रे, तार थीटा डिके रे चांस से पर से डे हिसाब रे मार्केट रे यदि ऑप्शन करूचंती स्टॉक रे 3 to 4% रही। बट जदि आपण निफ्टी रे किंबा सेंसेक्स रे करूचंती तार चांस पाखापाखि 20%, पाखापाखि 6 टंका पाखापाखि रहिबो। एठी 2 टंका भितर रहले एठी 6 टंका रहिबो 5 दिन पे। तेणु सब जो मैंने स्टॉक रे काम करंतु, जो मैंने ए वीडियोटी एजुकेशनल फाइनेंस कैन मैक्सिमम ट्रेडर आसुचंते ऑप्शन ट्रेडिंग करूचंते, लॉस भी करूचंते। ऑप्शन ट्रेडिंग रे प्रॉफिट रखिबाटा बहुत कष्ट आपन पाखरे, बिकॉज आपन को साइकोलॉजी कंट्रोल होबनी मार्केट रे। साइकोलॉजी कंट्रोल करिया पे आपन को मिनिमम 4 इयर्स 5 इयर्स लागिवो। ओवर ट्रेडिंग साइकोलॉजी एगुडा सब कंट्रोल राइट एंट्री हेई साइला पर आपण मार्केट रे प्रॉफिटेबल हेई परिबे, नाले टी केबे भी प्रॉफिटेबल जो मन ट्रेड बाय करूचंती रियल लाइफ रे देखंतु कंपैरिजन करंतु आ सब बेले रिकवरी आशा छाड़ंतु, मार्केट रो केबे रिकवरी आशा करंतुनी। जेते कम ट्रेड नेबे क्वालिटी ट्रेड नेबे ताले आपण मंथली बेसिस ले प्रॉफिटेबल हेई परिबे। आउ आपण गोटे निजस्व सेटअप बनंतु, केबे कोनोसी टेलीग्राम यूट्यूब चैनल सब फॉलो करी केबे भी आपण भाबिबेनी प्रॉफिटेबल हेई परिबे। तेणु निजस्व गोटे स्ट्राटेजी रे काम करतु, निजर जदि सेटअप दउची एंट्री करतु। विदाउट सेटअप यू कैन नॉट एंट्री, यू कैन एंट्री द मार्केट 100% चांस टू लॉस द। तो जो मन ट्रेडिंग करूचंती बा करबा चाहूचंती रियल नॉलेज नहीं काम करंतु, रियल एक्सपीरियंस नहीं काम करंतु। विदाउट बेसिकली कहबी कोनोसी लोक मोबाइल ट्रेड भाई करंतुनी, खाली मोबाइल काहे कि मोबाइल ट्रेड कले आपण मैक्सिमम टाइम ओवर ट्रेडिंग हेइबो। केना मोबाइल टा आपण पाखे रहिबो, आपण सबले से ऐप टा खोल देबे, हे भाई 15 टका 40 टका पुणी एंट्री कर दिबे, किछि डाटा नथवा आधारा तमे लॉस करिबो। सेति भाई आपण गोटे मिनिमम सिस्टम रो सहित उटी प्रॉपर एजुकेशन गाइडेंस सहित ट्रेड करंतो, नाले केबे भी आदे एंट्री करंतो, नाले आपण लाइफ रे बहुत किछि रिस्क भी आसीबो।
ରହୁଛି ନମସ୍କାର। ଏ ଭିଡ଼ିଓଟି ଆପଣଙ୍କ ପାଇଁ ଏଜୁକେଶନାଲ ପାଇଁ ଏ ଭିଡ଼ିଓଟି ଥିଲା। ଭଲ ଲାଗିଲେ କମେଣ୍ଟସ୍ କରିବେ, ସେୟାର କରିବେ, ଆଉ ଷ୍ଟକ୍ ମାର୍କେଟରେ ନଲେଜ ଯାହା ବି ଅଛି ଆପଣମାନଙ୍କ ପାଇଁ ସେୟାର କରିବେ। ନମସ୍କାର।